हेलो ପିଲାମାନେ ଆଶା କରିବି ଆପଣମାନେ ସମସ୍ତେ ବହୁତ ଭଲରେ ଥିବେ। ତ ଯେମିତିକି ଯୋଉ ଆନ୍ଧ୍ର କେଶରୀ ୟୁନିଭର୍ସିଟିର ପିଲାମାନେ ରହିଲେ ସେମାନଙ୍କର ଯୋଉ କନଫ୍ୟୁଜନଟା ଥିଲା ଆଉ ସେମାନେ ସେ କନଫ୍ୟୁଜନକୁ ପ୍ରାୟତଃ ଦୂର କରିସାରିଥିବେ। କ'ଣ ପାଇଁ କହୁଛି ଏ କଥା ପିଲାମାନେ, ଆପଣଙ୍କର ଗତକାଲି ଆପଣଙ୍କର ଯୋଉ ଏକ୍ଜାମର ନୋଟିସ୍ ଆପଣଙ୍କର ଆସିଯାଇଥିଲା, ବୁଝିପାରୁଛନ୍ତି? ଏକ୍ଜାମ ନୋଟିସ୍ ଯୋଉମାନେ ପାଇନାହାନ୍ତି ମୁଁ ମୋର ଟେଲିଗ୍ରାମ ଚ୍ୟାନେଲରେ ଦେଇଥିଲି ପିଲାମାନେ, କାଲି ଯେତେବେଳେ ଆସିଲା ଇମିଡ଼ିଏଟଲି ମୁଁ ଆପଣମାନଙ୍କୁ ପ୍ରୋଭାଇଡ଼ କରାଇ ଦେଇଥିଲି। ତ ଯୋଉମାନେ ବି ଦେଖିନାହାନ୍ତି ଦେଖିଦେବେ। ତା ସହିତ ପିଲାମାନେ ମୁଁ ଆପଣମାନଙ୍କୁ କହି ରଖେ, ଯୋଉ ଆପଣଙ୍କର ଫର୍ଷ୍ଟ ସେମିଷ୍ଟାର ନୋଟିସ୍ ଆସିଲା ଆପଣଙ୍କୁ ପୂର୍ବରୁ ଟେଣ୍ଟେଟିଭଲି ଗୋଟେ ଡେଟ୍ ଦିଆଯାଇଥିଲା। ସେଇ ଡେଟ୍ଟା ଥିଲା ଆପଣଙ୍କର 28 ଜାନୁଆରୀ, ନୁହଁ କି? ତେଣୁ ଆପଣଙ୍କର ଯୋଉ ଚେଞ୍ଜ ହେଇକି ଯୋଉ ଆସିଲା ଆପଣଙ୍କର ମାନେ ଯୋଉ ଫାଇନାଲ ଡେଟ୍‌ଟି ଆସିଲା ମଧ୍ୟ ସେଇ ଆପଣଙ୍କର ସେମ୍ ରହିଲା। ମୁଁ ମୋର ପ୍ରିଭିୟସ୍ ଭିଡ଼ିଓରେ ମଧ୍ୟ ଆପଣମାନଙ୍କୁ କହିଦେଇଥିଲି କି ଆନ୍ଧ୍ର କେଶରୀ ୟୁନିଭର୍ସିଟି ବେଶୀ ଦିନ କେବେ ଘୁଞ୍ଚାଏ ନାହିଁ। ଆଉ ଆପଣଙ୍କର ଯୋଉ ଡେଟ୍ ସେ ଦେଇଛି ମ୍ୟାକ୍ସିମମ୍ 90% ଚାନ୍ସ ରହୁଛି କି 28 ଜାନୁଆରୀରେ ଆପଣଙ୍କର ହବାର, ଆଣ୍ଡ ସେଇ ଦିନ ମଧ୍ୟ ଆପଣଙ୍କର ଏକ୍ଜାମ ଷ୍ଟାର୍ଟ ହେଇଗଲା। ତ ଆପଣମାନଙ୍କୁ ମୁଁ ଦେଖେଇବି ତ ସେଟା ପର କଥା। ସେକେଣ୍ଡ ଥିଙ୍ଗ, ମୁଁ ଆପଣମାନଙ୍କୁ ଏ ଭିଡ଼ିଓରେ କ'ଣ କହିବି ପ୍ରଥମେ ଧ୍ୟାନ ରଖନ୍ତୁ। ଆପଣମାନଙ୍କୁ ପୁରା ଷ୍ଟ୍ରାଟେଜି କହିଦେବି। ଏଇ ଯୋଉ ଆପଣମାନେ ଆଉ କିଛି ଦିନ ରହିଲା, ମାନେ ଆମେ କହିପାରିବା ଆଜି 10 ତାରିଖ ପିଲାମାନେ ଆପଣଙ୍କର ଅଲରେଡି ହେଇଗଲାଣି। ତେଣୁ 10 ତାରିଖ ମାନେ ଆଉ ଆପଣମାନଙ୍କ ହାତରେ ଗଣି ପିଲାମାନେ 17 ଦିନ। 18 ତାରିଖ ଦିନ ଆପଣଙ୍କର ଏକ୍ଜାମ, 17 ଦିନରୁ ବି ଆପଣଙ୍କର ଯଦି ମାଇନସ୍ କରିଦିଆଯିବ, ଆପଣମାନେ ଟ୍ରେନରେ ଜର୍ଣ୍ଣି କରିବେ, ବସ୍‌ରେ ଜର୍ଣ୍ଣି କରିବେ, ତ 1ରୁ 2 ଦିନ ଧର ଆପଣମାନେ ମାଇନସ୍ କରିଦେଲେ ଆଉ ଆପଣଙ୍କ ହାତରେ ମାତ୍ର 15 ଦିନ ପିଲାମାନେ। ମାନେ ଭାବି ପାରୁଛନ୍ତି ଆପଣମାନେ ଯେ ଏତେ କମ୍ ଟାଇମରେ ଆପଣମାନଙ୍କୁ ନିଜକୁ ପ୍ରିପେୟାର କରିବା ପାଇଁ ପଡ଼ିବ। ମୁଁ ଆପଣମାନଙ୍କୁ ଜଷ୍ଟ ଗୋଟେ ଇମାଜିନ୍ କରି କହୁଛି। ଦେଖନ୍ତୁ, ଯଦି ମୁଁ ଆପଣମାନଙ୍କୁ କହିବି ପିଲାମାନେ 15 ଦିନ ଯଦି ମୁଁ ଧରୁଛି, ମୋ ହାତରେ ଅଛି ବର୍ତ୍ତମାନ, ମୋର ୟୁନିଟ୍ ସଂଖ୍ୟା କେତେଟା ପିଲାମାନେ? 5ଟା ପେପରର, ପ୍ରତି ପେପରରେ 5ଟି ଲେଖା ୟୁନିଟ୍। ତ ମୋର ଟୋଟାଲ ୟୁନିଟ୍ ରହୁଛି ଆପଣଙ୍କର 25ଟା, ହେଲା? ତ 25ଟା ୟୁନିଟ୍‌କୁ ପିଲାମାନେ ମତେ 15 ଦିନରେ ସାରିବାର ଅଛି। ଯଦି ମୁଁ ପ୍ରତିଦିନ ଗୋଟେ ୟୁନିଟ୍ ବି ସାରିଲି, ବୁଝିପାରୁଛନ୍ତି? ପ୍ରତିଦିନ ଗୋଟେ ୟୁନିଟ୍ ଲେଖା ସାରିଲେ ବି ମୁଁ 15 ଦିନରେ 15ଟା ୟୁନିଟ୍‌କୁ ସାରିପାରିବି, କମ୍ପ୍ଲିଟ୍ କରିପାରିବି। ତେଣୁ 25ଟା ୟୁନିଟ୍ ସରିବନି, ନୁହଁ କି? ତେଣୁ ପିଲାମାନେ ବର୍ତ୍ତମାନ ଆପଣମାନଙ୍କୁ ନିଜର जी जान ଦେଇକି, ଯୋଉଟା ଆମେ ହିନ୍ଦୀରେ କହୁ, କିମ୍ବା ମୁଁ କହିପାରିବି ଆପଣଙ୍କୁ ଆପ୍ରାଣ ଉଦ୍ୟମ ବର୍ତ୍ତମାନ ଆପଣମାନଙ୍କୁ କରିବା ପାଇଁ ପଡ଼ିବ। ନହେଲେ ଆନ୍ଧ୍ରରେ ଆପଣଙ୍କର ଯୋଉ କୁହନ୍ତିନି ପିଲାମାନେ ବ୍ୟାକ୍ ଲାଗେନି, ସେଇଟା ଆପଣଙ୍କ ଉପରେ ପିଲାମାନେ ଲାଗିଯାଇପାରେ। କାହିଁକି କହୁଛି ପିଲାମାନେ, 2-3 ବର୍ଷର ଏକ୍ସପିରିଏନ୍ସରୁ ମୁଁ ଆପଣମାନଙ୍କୁ କହୁଛି, ପିଲାମାନେ ଏଇ ଫର୍ଷ୍ଟ ସେମିଷ୍ଟାରରେ ହିଁ ନେଗ୍ଲେକ୍ଟ କରିଥାନ୍ତି। ମୁଁ ଆପଣଙ୍କୁ କ'ଣ ପାଇଁ ବାର ଏଇ ଗୋଟେ ଭିଡ଼ିଓରେ ମୁଁ ଆପଣମାନଙ୍କୁ ସବୁବେଳେ ସଚେତନ କରଉଛି, ବୁଝିପାରୁଛନ୍ତି? ଆପଣଙ୍କୁ ଟିପ୍ସ ଆଣ୍ଡ ଟ୍ରିକ୍ସ ତ ମୁଁ ଦେଇଦେବି, ପୂର୍ବରୁ ବି ମୁଁ ଦେଇଛି, ଆଜି ବି ଦେବି। ମୁଁ ଆପଣଙ୍କୁ କ'ଣ ଆପଣମାନେ ଏକ୍ସଟ୍ରା କରିବେ। ଆଉ ଏଇଟା କେବଳ ଯେ ମୁଁ ଏକେୟୁ ପିଲାମାନଙ୍କ କଥା କହୁଛି, ଆନ୍ଧ୍ର କେଶରୀ ୟୁନିଭର୍ସିଟିର ପିଲାମାନଙ୍କ କଥା ସେଇଆ ନୁହଁ। ଆପଣମାନେ ଯେକୌଣସି ୟୁନିଭର୍ସିଟିର ହେଇଥାନ୍ତୁ, ପରେ ଆପଣଙ୍କର ANUର ବାହାରିଯିବ, ମୁଁ କହିଲି ଆପଣମାନଙ୍କୁ। ତାପରେ ତେଣୁ ସେମିତିଆ ୟୋଗୀ ବାମନ ୟୁନିଭର୍ସିଟି, ତେଣୁ ଏସବୁ ଜିନିଷର ବାହାରିଯିବ। ଅଲରେଡି ଆପଣଙ୍କର ଆନ୍ଧ୍ର ୟୁନିଭର୍ସିଟି ଯୋଉଟା ଆପଣଙ୍କର ବିଶାଖାପଟ୍ଟନମରେ ରହିଛି, ତାର ବାହାରିଗଲାଣି। ତେଣୁ ବର୍ତ୍ତମାନ ଆମ ହାତରେ ଆଉ କହିବାକୁ ଗଲେ 15ରୁ 20 ଦିନ ମିନିମମ୍ ପିଲାମାନେ ଟାଇମ୍ ଅଛି। କେମିତି ନିଜକୁ ସେଇ 15ରୁ 20 ଦିନ ଭିତରେ ପୁରା ସିଲାବସକୁ, ଯଦି ଆପଣମାନେ କିଛି ବି ପଢ଼ିନାହାନ୍ତି ବା ଯଦି ବି ପଢ଼ିଛନ୍ତି, କେମିତି ନିଜକୁ ବର୍ତ୍ତମାନ ଆପଣମାନେ ପ୍ରିପେୟାର କରିବେ, ଯାହାଦ୍ୱାରା ଆପଣମାନେ କୌଣସି ଭୁଲ ମାନେ କରିବେନି, ଆଣ୍ଡ ଏକ୍ଜାମରେ ଆପଣମାନେ ଭଲ ନମ୍ବର ସ୍କୋର କରିକି ଆସିବେ। ମୁଁ ସବୁବେଳେ କୁହେ, ଆନ୍ଧ୍ର ବିଏଡ୍ ଆପଣଙ୍କର ସ୍ମାର୍ଟ ଷ୍ଟଡି ଉପରେ ପିଲାମାନେ ଡିପେଣ୍ଡ କରେ। ଯଦି ଆପଣମାନେ ଘୋଷା ପଦ୍ଧତି ୟୁଜ୍ କରିବେ ନା, ଦେନ୍ ଆନ୍ଧ୍ରରେ ଆପଣମାନେ ବିଏଡ୍ ମାନେ ନମ୍ବର ତ ରଖି ପାସ୍ କରିଯିବେ, କିନ୍ତୁ ଭଲ ନମ୍ବର ପିଲାମାନେ ରଖିପାରିବେ ନାହିଁ, ବୁଝିପାରିଲେ? ଗୋଟେ ପିଲା ସ୍ମାର୍ଟ ୱେ ୟୁଜ୍ କରୁଛି, ଆଉ ଗୋଟେ ପିଲା ଘୋଷା ପଦ୍ଧତି ୟୁଜ୍ କରୁଛି। ତ ଡେଫିନେଟଲି ମୁଁ କହିବି ଯେ ଯୋଉ ପିଲାଟି ସ୍ମାର୍ଟ ୱେ ୟୁଜ୍ କରୁଛି ନା, ସେ ପିଲାଟି ଆପଣଙ୍କର ଭଲ ନମ୍ବର ରଖିକି ପାସ୍ କରିବ, ବୁଝିହେଲା? ତେଣୁ ପ୍ରଥମେ ମୁଁ ଆପଣଙ୍କୁ ସବୁ କାଲିକା ନୋଟିସ୍ ପାଖକୁ ନେଇଯାଉଛି। ଦେଖନ୍ତୁ, ଏଇଟା ହେଉଛି ସେଇ ନୋଟିସ୍, ଯୋଉ ନୋଟିସ୍‌ରେ ଆପଣଙ୍କର ଆସିଲା। ଆପଣଙ୍କର ଟୋଟାଲ ତ ଆପଣମାନେ ଦେଖି ସାରିଥିବେ, ଜାନୁଆରୀ 2026ର ଆପଣଙ୍କର ଏ ନୋଟିସ୍। ଆଣ୍ଡ ଏ ନୋଟିସ୍‌ରେ ଆପଣଙ୍କର କ୍ଲିୟରଲି ମେନସନ୍ ଅଛି ଯେ 28 ଜାନୁଆରୀରୁ ଆପଣଙ୍କର ଏକ୍ଜାମଟି ଷ୍ଟାର୍ଟ ହେଇଯାଉଛି। ଆଣ୍ଡ ଫର୍ଷ୍ଟ ଡେରେ ଆପଣଙ୍କର ରହିବ ଫିଲୋସଫିକାଲ ଫାଉଣ୍ଡେସନ୍ ଅଫ୍ ଏଜୁକେସନ୍। ସେକେଣ୍ଡ ଡେ ଆପଣଙ୍କର ରହୁଛି, ଯୋଉଟାକି ଆପଣଙ୍କର ଥର୍ସ ଡେରେ ଆପଣଙ୍କର ପର୍ସପେକ୍ଟିଭ ଇନ୍ ଚାଇଲ୍ଡ ଡେଭଲପମେଣ୍ଟ, ଯୋଉଟା ଆମେ CDP ପାର୍ଟ କହୁଛୁ ପିଲାମାନେ। CDP କନଫ୍ୟୁଜ ହେବେନି କେହି ବି, CDP। ଦେନ୍ ଆପଣଙ୍କର 30 ତାରିଖ ରହୁଛି ଆପଣଙ୍କର ICT, ଯୋଉଟାକୁ ଆମେ କହୁଛୁ। ଦେନ୍ 31 ତାରିଖରେ ଆପଣଙ୍କର ମ୍ୟାଥମେଟିକ୍ସ, ଯୋଉମାନଙ୍କର ଥିବ, ଯୋଉମାନଙ୍କର ବାୟୋଲୋଜିକାଲ ସାଇନ୍ସ ଥିବ, କିମ୍ବା ଆର୍ଟ୍ସ ପିଲାମାନଙ୍କର ସୋସିଆଲ ସାଇନ୍ସ।
ବୁଝିହେଲା? ଏତିକି ଜିନିଷ ରହିଲା। ଏଣ୍ଡ ଆପଣଙ୍କର ଯୋଉ ସାଇନ୍ସ ପିଲାମାନେ ରହୁଛନ୍ତି ତାଙ୍କୁ ଗୋଟେ ଦିନ ଗ୍ୟାପ୍ ରହିଯାଉଛି, ସରି ତାଙ୍କୁ 2 ଦିନ ଗ୍ୟାପ୍। 1 ତାରିଖ ତ ଆପଣଙ୍କର ସଣ୍ଡେ ପାଇଁ ପିଲାମାନେ ବନ୍ଦ ରହିଲା, ସମସ୍ତଙ୍କ ପାଇଁ ସେଟା ଅଫ୍ ରହିଲା। ଦେନ୍ 2 ତାରିଖ ଦିନ ପିଲାମାନେ କେବଳ ଆର୍ଟ୍ସ ପିଲାମାନଙ୍କର ରହୁଛି ଏଣ୍ଡ ଲାଙ୍ଗୁଏଜ ପିଲାମାନଙ୍କର ଯୋଉମାନଙ୍କର ତେଲୁଗୁ, ଉର୍ଦ୍ଦୁ ଏସବୁ ଥିବ ସେମାନଙ୍କର ରହୁଛି। ତେଣୁ ବର୍ତ୍ତମାନ ଆପଣମାନେ ଫାଇଦାରେ ରହିଲେ ସାଇନ୍ସ ପିଲାମାନେ, ନୁହେଁ କି? ଯୋଉମାନେ ସାଇନ୍ସ ପିଲାମାନେ ଆପଣମାନେ ସିବିଜେଡ୍ ହୁଅନ୍ତୁ କିମ୍ବା ପିସିଏମ୍ ହୁଅନ୍ତୁ, ଆପଣମାନେ ବର୍ତ୍ତମାନ ଫାଇଦାରେ ରହିଲେ, ଗୋଟେ ଦିନ ଏକ୍ସଟ୍ରା ପାଇଗଲେ ପଢ଼ିବା ପାଇଁ। ବୁଝିପାରିଲେ? ତେଣୁ ମୋର କହିବା କଥା ଏଇଟା, ସେଥିପାଇଁ ମୁଁ ପିଲାମାନଙ୍କୁ ସିବିଜେଡ୍ ପିଲାମାନଙ୍କୁ ସବୁବେଳେ କୁହେ ଆପଣମାନେ ଇଂଲିଶ ନ ରଖିକି ଫିଜିକାଲ ସାଇନ୍ସ ରଖନ୍ତୁ, ବାୟୋଲୋଜିକାଲ ସାଇନ୍ସ ରଖନ୍ତୁ। ପ୍ରଥମତଃ ଆପଣମାନେ ଫ୍ୟୁଚରରେ ହେଲ୍ପ ପାଇବେ। ସେକେଣ୍ଡ ଥିଙ୍ଗ, ଏଇ ଯୋଉ ଜିନିଷଟା ନା ସବୁବେଳେ ହୁଏ ଆନ୍ଧ୍ରରେ। ଆଜି ନୁହେଁ, ସେକେଣ୍ଡ ଟାଇମ୍ ଯେତେବେଳେ ଏକ୍ଜାମ ଦେବେ, ଥାର୍ଡ ଟାଇମ୍ ଯେତେବେଳେ ଏକ୍ଜାମ ଦେବେ, ଯେତେବେଳେ ଆପଣଙ୍କର ଟପିକ୍ ଅଲଗା ରହୁଛି ମେଥଡୋଲୋଜି ପେପର, ଆପଣମାନେ ଗୋଟେ ଦିନ ଏକ୍ସଟ୍ରା ପାଇବେ। ଏଇ କଥାଟା ମାଇଣ୍ଡରେ ରଖନ୍ତୁ। ମ୍ୟାକ୍ସିମମ୍ କେସରେ ଏଇଟା ହୁଏ। ହେଲା, ଏତିକି ଜିନିଷ ଜାଣିଗଲେ। ବର୍ତ୍ତମାନ ଆମେ ଷ୍ଟଡି ଟିପ୍ସ ଉପରକୁ ଯିବା, ଆଉ ବେଶୀ କିଛି ଆ ଉପରେ ଡିସ୍କସନ୍ କରିବାନି। ଆପଣମାନଙ୍କୁ କିଛିଟା ଟିପ୍ସ କହିଦେବା ପାଇଁ ଚାହିଁବି। ଦେଖନ୍ତୁ, ମନେକର ମୁଁ ବର୍ତ୍ତମାନ ଆପଣଙ୍କୁ ଡିଟେଲ୍ସରେ କହିଦେଉଛି, 15 ଦିନ ମୋ ହାତରେ ଟାଇମ୍ ଅଛି ପିଲାମାନେ। କ'ଣ କେତେ ଦିନ ନା 15 ଦିନ ମୋ ହାତରେ ଟାଇମ୍ ଅଛି। ଏ 15 ଦିନରୁ ଯଦି ମୁଁ କିଛି ଜିନିଷ ତ ଜାଣିଥିବି ପୂର୍ବରୁ, କିଛି ବେସିକ୍ ଜିନିଷ, ମନେକର ମୁଁ ପ୍ରତି ପେପରରେ ମିନିମମ୍ ଗୋଟେ ଲେଖା ୟୁନିଟ୍ କରିଛି, ମୁଁ ଧରିକି ଚାଲୁଛି। ଅତି କମ୍ରେ ଗୋଟେ ୟୁନିଟ୍ ମୁଁ ପଢ଼ିଛି। ଆପଣମାନେ ଏମିତି ତ ନୁହେଁ ଯେ ଜମା ପଢ଼ିନଥିବେ, ମିନିମମ୍ ଗୋଟେ ୟୁନିଟ୍। ଆଉ ଏବେ ଯଦି ମୁଁ ବସିକି ଆପଣଙ୍କର ନୋଟ୍ସ ପ୍ରିପେୟାର କରିବା ପାଇଁ ବସିବି, ଦେନ୍ ମୁଁ ପୁରା ବର୍ବାଦ ହେଇଯିବି, ନୁହେଁ କି? ନୋଟ୍ସ ବର୍ତ୍ତମାନ ଯଦି ମୁଁ ପ୍ରିପେୟାର କରିବା ପାଇଁ ବସିଯିବି, ମୋର ତ ସବୁ ଟାଇମ୍, ସବୁ ସମୟ ମୋ ନୋଟ୍ସ ପ୍ରିପାରେସନରେ ହିଁ ପଳେଇବ। ତେଣୁ ମୁଁ ଆଉ ପଢ଼ିବା ପାଇଁ ଟାଇମ୍ ପାଇବିନି, ଯାହାଦ୍ୱାରା ଏକ୍ଜାମରେ ମୁଁ ନିଜେ ନୋଟ୍ସ କରତେ ବି ମୁଁ ଖରାପ କରିକି ଆସିବି। ତେଣୁ ବର୍ତ୍ତମାନ ଯଦି ଆପଣଙ୍କୁ ନୋଟ୍ସ କରିବା ପାଇଁ କିଏ କହୁଛି ବି ପିଲାମାନେ, ଆପଣମାନେ ବସିକି କରନ୍ତୁନି। ଯଦି କରିବାର ଥିଲା, ଆପଣମାନଙ୍କ ହାତରେ ସଫିସିଏଣ୍ଟ ଟାଇମ୍ ଥିଲା, ଆପଣମାନେ କରିଥାନ୍ତେ। ଏବେ ଆପଣଙ୍କୁ କ'ଣ କରିବା ପାଇଁ ପଡ଼ିବ? ଆପଣଙ୍କର ଯଦି ଇନଷ୍ଟିଟ୍ୟୁସନ୍ ଅଛି, ଇନଷ୍ଟିଟ୍ୟୁସନ୍ ଆପଣମାନେ ଯୋଉଠି ବି ପଢ଼ୁଛନ୍ତି, କିମ୍ବା ଆପଣମାନେ ଆପଣଙ୍କର ଯଦି କେହି ଭାଇ ଭଉଣୀ ସାଙ୍ଗସାଥି ଯୋଉଠି ବି ଆପଣମାନେ ନୋଟ୍ସକୁ କଲେକ୍ଟ କରିପାରୁଛନ୍ତି, କିମ୍ବା ପିଲାମାନେ ଆପଣମାନେ ଯଦି କୋଉଠୁ ପେଡ୍ ନୋଟ୍ସ ପରଚେସ୍ କରୁଛନ୍ତି, କିମ୍ବା ଯଦି କୋଉ ଜାଗାରୁ ବି ଆପଣମାନେ ପାଉନାହାନ୍ତି, ଆପଣମାନେ ଆମକୁ କଣ୍ଟାକ୍ଟ କରିପାରିବେ। ମୁଁ ଆପଣଙ୍କୁ ମିନିମମ୍ ପ୍ରାଇସ୍ ପିଲାମାନେ 250ରେ ପିଲାମାନେ ଆପଣଙ୍କୁ ନୋଟ୍ସ ପ୍ରୋଭାଇଡ୍ କରିବି, ଅଲ୍ 5 ପେପର୍ସ। ବୁଝିପାରିଲେ? ଗୋଟେ ପେପରକୁ ଆପଣଙ୍କର ଓନ୍ଲି 50 ରୁପିଜ୍ ଆପଣଙ୍କର ରହିଲା। ମିନିମମ୍ ପିଲାମାନେ 50 ରୁପିଜ୍ରେ ଆପଣଙ୍କୁ ଗୋଟେ ନୋଟ୍ ଆପଣଙ୍କୁ ପାଇଯିବେ ଆପଣମାନେ। ହେଲା, ଏତିକି ଜିନିଷ ମୁଁ ଆପଣଙ୍କ ପାଇଁ ସୁବିଧାଟା କରିଦେଲି। ସେକେଣ୍ଡ ଜିନିଷ ଏଇଟା ମନେ ରଖିବେ, ଯୋଉ ଆପଣମାନେ ନୋଟ୍ସ, ବର୍ତ୍ତମାନ ଆପଣମାନେ କ'ଣ କରିବେ? ନୋଟ୍ସକୁ ଦେଖନ୍ତୁ, କିଛି ପିଲା ଅଛନ୍ତି ଯୋଉମାନେ କି ପ୍ରିଣ୍ଟ ଆଉଟ୍ ଖୋଲିକି ପଢ଼ିବା ପାଇଁ ଭଲ ପାଆନ୍ତି। ବୁଝିପାରିଲା? କିନ୍ତୁ ପ୍ରିଣ୍ଟ ଆଉଟ୍ ଖୋଲିକି ଆପଣମାନେ ପଢ଼ିବା ପାଇଁ ସେତିକି ସମୟ ମଧ୍ୟ ଆପଣମାନେ ଦେବା ଦରକାର। ପ୍ରିଣ୍ଟ ଆଉଟ୍ ଖୋଲିକି ଆଣିବେ, ତାକୁ ଥରୋଲି ପଢ଼ିବେ। କିଛି ପିଲାଙ୍କ ଆଇ ପ୍ରୋବ୍ଲେମ୍ ଥାଏ, ତ ସେମାନେ ପ୍ରିଣ୍ଟ ଆଉଟ୍ ଖୋଲିକି ପଢ଼ିବା ପାଇଁ ଚାହାନ୍ତି। ତ ତାର ମଧ୍ୟ ଅପସନ୍ ଆମ ପାଖରେ ଆଭେଲେବୁଲ୍ ଅଛି। ଆପଣମାନେ ପେମେଣ୍ଟ କରିକି ନେଇପାରିବେ, କିଛି ଅସୁବିଧା ନାହିଁ। ବଟ୍ ମୁଁ ଆପଣମାନଙ୍କୁ ସଜେଷ୍ଟ କରିବି, ଯଦି ଆପଣମାନେ ମୋବାଇଲରେ ପଢ଼ିପାରୁଛନ୍ତି ନା, ଡେଫିନେଟଲି ମୋବାଇଲ କିମ୍ବା ଲ୍ୟାପଟପ୍ କିମ୍ବା ଟ୍ୟାବଲେଟ୍ ଯାହା ବି ୟୁଜ୍ କରିକି ସେ ମୋବାଇଲରୁ ହିଁ ବର୍ତ୍ତମାନ ପଢ଼ା ଷ୍ଟାର୍ଟ କରିଦିଅନ୍ତୁ। ଆଉ ପ୍ରିଣ୍ଟ ଖୋଲିକି ଆଣିକି ପଢ଼ିବାରେ ଆପଣଙ୍କର ବିଳମ୍ବ ହେବ। ଯେବେ ଆଣିବେ ଆଣିବେ, ବଟ୍ ମୋବାଇଲରୁ ହିଁ ଆପଣମାନେ ପଢ଼ାପଢ଼ି ଷ୍ଟାର୍ଟ କରିଦିଅନ୍ତୁ। ବୁକ୍ସକୁ କେହି ପିଲାମାନେ ବର୍ତ୍ତମାନ ଟାଇମ୍ରେ ବୁକ୍ସକୁ ଫଲୋ କରିବା ଆପଣମାନଙ୍କ ପାଇଁ ମାନେ ମୂର୍ଖାମି ମୁଁ କହିବି। କ'ଣ ପାଇଁ କହୁଛି ପିଲାମାନେ? ଆପଣ କହିବେ ସାର୍ ଆପଣ ବୁକ୍ସ ପଢ଼ିବା ପାଇଁ ମନା କରୁଛନ୍ତି। ଦେଖନ୍ତୁ, ବୁକ୍ସ ପଢ଼ିବା ପାଇଁ ମୁଁ ମନା କରୁନି, ବଟ୍ ଏବେ ଯେହେତୁ ଆପଣଙ୍କ ହାତରେ 15 ଦିନ ରହିଲା, 15 ଦିନରେ ମୁଁ କେବେ ବି ଆପଣମାନଙ୍କୁ ସଜେଷ୍ଟ କରିବିନି କି ଆପଣମାନେ ଗୋଟେ ବହିଟେ ବର୍ତ୍ତମାନ ଷ୍ଟାର୍ଟ କରନ୍ତୁ। ବହିର ବହୁତ ଟର୍ମିନୋଲୋଜି ଥିବ ଯୋଉଟା ଆପଣମାନେ ଏକ୍ୱାଣ୍ଟେଡ୍ ନଥିବେ, ଜାଣିପାରିବେନି, ବୁଝିପାରିବେନି। ଆଉ ଗୋଟେ ମୋଷ୍ଟ ଇମ୍ପୋର୍ଟାଣ୍ଟ କଥା, ପିଲାମାନେ ବୁକ୍ସକୁ ତ ଏଭଏଡ୍ କରିବେ ହିଁ କରିବେ। ସେକେଣ୍ଡ ଥିଙ୍ଗ, ଆପଣମାନେ ବର୍ତ୍ତମାନ ୟୁଟ୍ୟୁବରେ ପିଲାମାନେ ଆପଣମାନେ ଯୋଉ କ୍ଲାସେସ୍ ବର୍ତ୍ତମାନ ରହୁଛି, ଆପଣମାନେ ବସିକି ଗୋଟେ ଗୋଟେ କ୍ଲାସ୍ ଦେଖନ୍ତୁ ନାହିଁ। କ'ଣ ପାଇଁ କହୁଛି ପିଲାମାନେ? ଆପଣ କହିବେ ସାର୍ ଆପଣ କ'ଣ ପାଇଁ ମନା କରୁଛନ୍ତି ୟୁଟ୍ୟୁବରେ କ୍ଲାସ୍ ଦେଖିବେ? ମୁଁ ମନା କରୁନି ପିଲାମାନେ, ଯୋଉଟା ଡାଉଟ୍ ହେଉଛି ପର୍ଟିକୁଲାର ଟପିକକୁ ସର୍ଚ୍ଚ କରିକି ଦେଖନ୍ତୁ। କିନ୍ତୁ ଯଦି ମୁଁ କହିବି, ମୁଁ ଟୋଟାଲ ବସିକି ସିଡିପିର ବର୍ତ୍ତମାନ କ'ଣ କରିବି, 10 ଘଣ୍ଟିଆ ଆପଣଙ୍କର କ୍ଲାସ୍ ଗୋଟେ ବସିକି ଦେଖିବି, ସେ ଜିନିଷଟା ପିଲାମାନେ ନା ଆପଣମାନଙ୍କ ପାଇଁ ଫଳପ୍ରଦ ହେବ, ନା ଯୋଉ ଆପଣଙ୍କର ପାଠରେ କିଛି ସେଟା ହେଲ୍ପଫୁଲ୍ ହେବ। କ'ଣ ପାଇଁ? 10 ଘଣ୍ଟାର ଭିଡ଼ିଓ ଦେଖିବି, ଆପଣ ମୁଣ୍ଡ ଉପର ଦେଇକି ସେ ପଳେଇଯିବ। ତେଣୁ ସଜେସନ୍ ଏଇଟା ଯେ ପିଲାମାନେ ଆପଣମାନେ କ'ଣ କରିବେ, ଯୋଉ ସିଲେକ୍ଟ ପ୍ରଥମେ ମନେକର ମୁଁ ଆପଣମାନଙ୍କୁ କହିଦେଉଛି, ମନେକର ସିଡିପି, ଠିକ୍ ଅଛି? ତେଣୁ ସିଡିପିର ଫାଷ୍ଟ ଆପଣମାନେ 5ଟା ୟୁନିଟ୍ ରହିଲା। 5ଟା ୟୁନିଟ୍ରୁ କୋଉ ୟୁନିଟ୍ ଆପଣଙ୍କର ହେଇଛି ତାକୁ ଆପଣମାନେ ଡିଟେକ୍ଟ କରିଦେବେ। ମୋର ୟୁନିଟ୍ 1ଟା ମନେକର ହେଇଯାଇଛି, ତ ମୁଁ ତାକୁ ବେଶୀ ଫୋକସ୍ କରିବିନି। ମୁଁ କ'ଣ କରିବି, ୟୁନିଟ୍ 2, 3, 4 ଏଣ୍ଡ ଆପଣଙ୍କର ଯୋଉ 5 ରହିବ, ଏଇ 5ଟାକୁ, ଏଇ 4ଟାକୁ ବେଶୀ ଫୋକସ୍ କରିବି। ପ୍ରଥମ ଜିନିଷ ଯୋଉଟା ବି ହେଇଛି, ମନେକର 2ଟା ହେଇଛି, ତ 2ଟାକୁ ବର୍ତ୍ତମାନ ପାଇଁ ସ୍କିପ୍ କରିବି ମୁଁ।
ହେଲା। ତେଣୁ ଏଇ ଯୋଉ 15 ଦିନରେ ମତେ କଣ କରିବାର ଅଛି, ତା ଭିତରୁ 10 ଦିନରେ ମତେ ଏଇ 3ଟାକୁ କଭର କରିବାର ଅଛି। ପ୍ରଥମ କାମ ମୋର ଏଇଟା। ତ କଭର କରିବି କେମିତି କରିବି? କଣ ସବୁ ବସିକି ପଢିବି କି? ନା ପିଲାମାନେ ସେଇଆ ନୁହେଁ। ମିନିମମ୍ ଗୋଟେ ଆପଣଙ୍କର ଯୋଉ ୟୁନିଟକୁ ମୁଁ ଗୋଟେ ଦିନ ଦବା ପାଇଁ ଟ୍ରାଏ କରିବି ଯେ ମୁଁ ଗୋଟେ ଦିନରେ ମିନିମମ୍ ସେଟାକୁ କମ୍ପ୍ଲିଟ୍ କରେ। ବୁଝିପାରିଲେ? ତେଣୁ ମେନଲି ମୁଁ କହୁଛି ଆପଣଙ୍କୁ ଯୋଉ କମ୍ପଲସରି ପେପର ରହୁଛି ଯେମିତି ସିଡିପି ହେଇଯାଉ କିମ୍ବା ଆଇସିଟି ହେଇଯାଉ କିମ୍ବା ଆପଣଙ୍କର ଫିଲୋସଫିକାଲ ଫାଉଣ୍ଡେସନ ଏଇ 3ଟା ପିଲା ମାନେ କମ୍ପଲସରି ପେପର, ସେ ଆର୍ଟ୍ସ ହଉ, ସିବିଜେଡ୍ ପିଲାଟେ ହଉ କିମ୍ବା ପିସିଏମ୍ ପିଲାଟେ ହଉ, 3 ଜଣଙ୍କୁ ଏଇ ଜିନିଷଟା ପଢିବା ପାଇଁ ପଡିବ। ତେଣୁ ସେସବୁକୁ ଆପଣ ମାନେ ପ୍ରଥମେ କମ୍ପ୍ଲିଟ୍ କରିବା ପାଇଁ ଚେଷ୍ଟା କରନ୍ତୁ। ସିଡିପିକୁ ପୁରାପୁରି ଆପଣ ମାନେ କମ୍ପ୍ଲିଟ୍ କରିବେ। ଯାହା ଗୋଟେ ଦୁଇଟା ଅଛି ଆପଣ ମାନେ କମ୍ପ୍ଲିଟ୍ କରିଦେଲେ। ଦେନ୍ ଆଇସିଟି ଯାହା ଥିବ ତାକୁ କମ୍ପ୍ଲିଟ୍ କରିବେ। ଫିଲୋସଫି ତାପରେ ଯୋଉ ଆପଣଙ୍କ ହାତରେ ଟାଇମ୍ ରହିଲା, ଯୋଉମାନେ ଫର ଏକ୍ସାମ୍ପଲ ମୁଁ କହିବି ପିଲାମାନେ ସିବିଜେଡ୍ ପିଲା ଯଦି ଗୋଟେ ଅଛନ୍ତି, ତ ଆପଣମାନଙ୍କର ଯୋଉ ଫିଜିକାଲ ସାଇନ୍ସ ରହୁଛି, ଫିଜିକାଲ ସାଇନ୍ସ ଏଣ୍ଡ ପିଲାମାନେ ଆପଣଙ୍କର ଯୋଉ ବାୟୋଲୋଜିକାଲ ସାଇନ୍ସ ମ୍ୟାକ୍ସିମମ୍ ଜିନିଷ ରହୁଛି ଆପଣଙ୍କର ସିମିଲାରିଟି। ମାନେ ପ୍ରାୟ ମୁଁ କହିବି ପିଲାମାନେ 50% ଆପଣଙ୍କର ଏଭବ ପିଲାମାନେ ସିମିଲାର ରହୁଛି। ତେଣୁ ଆପଣଙ୍କୁ ଏତେ ପ୍ରୋବ୍ଲେମ ଫେସ୍ କରିବା ପାଇଁ ପଡିବନି। ଯଦି ଆ ଭିତରୁ ଆପଣ ମାନେ ଗୋଟେ ପେପର ବି ଭଲସେ କରିଦଉଛନ୍ତି ପିଲାମାନେ, ଆଉ ଗୋଟେ ପେପର ଆପଣ ମାନେ ଏକ୍ସାମ ପୂର୍ବରୁ ହିଁ କରିକି ଯିବେ। ଆଉ ଫିଜିକାଲ ସାଇନ୍ସକୁ ପ୍ରଥମେ ଦେଖିବାର କୌଣସି ଆବଶ୍ୟକତା ନାହିଁ। ଯେହେତୁ ବାୟୋଲୋଜିକାଲ ସାଇନ୍ସ ଆପଣଙ୍କର ପ୍ରଥମେ ରହୁଛି, ଆପଣମାନେ ଟ୍ରାଏ କରିବେ କି ବାୟୋଲୋଜିକାଲ ସାଇନ୍ସକୁ ପ୍ରଥମେ କରିବେ। ଫିଜିକାଲ ସାଇନ୍ସ ପାଇଁ ଆପଣମାନେ ଗୋଟେ ଦିନ ଏକ୍ସଟ୍ରା ମଧ୍ୟ ଟାଇମ୍ ପାଉଛନ୍ତି। ବୁଝିପାରୁଛନ୍ତି? ଗୋଟେ ଦିନ ଏକ୍ସଟ୍ରା ଟାଇମ୍ ପାଇବେ। କୋଉଠି ପାଇବେ? ଆପଣମାନେ ଏଇ ଜାଗାରେ ଦେଖୁଛନ୍ତି, ଗୋଟେ ଦିନ ଆପଣମାନଙ୍କର 2 ଦିନ ଆପଣମାନେ ପାଇଯିବେ ନା, 1 ତାରିଖ ଆଣ୍ଡ 2 ତାରିଖ, 2 ଦିନ ଆପଣମାନେ ପାଇଯିବେ ଫିଜିକାଲ ସାଇନ୍ସ ପାଇଁ। ତେଣୁ ଫିଜିକାଲ ସାଇନ୍ସକୁ ପିଲାମାନେ ବର୍ତ୍ତମାନ ଛାଡ଼ି ଦିଅନ୍ତୁ। ଏବେ ଧରିବାର କିଛି ଆବଶ୍ୟକତା ନାହିଁ। ଯଦି ବାୟୋଲୋଜିକାଲ ସାଇନ୍ସ ଅଛି ତାକୁ ପଢ଼ନ୍ତୁ, କିମ୍ବା ଯଦି ଆପଣଙ୍କର ମ୍ୟାଥମେଟିକ୍ସ ଅଛି ତାକୁ ପଢ଼ନ୍ତୁ। ଏଟା ହେଉଛି ଆପଣଙ୍କର ସାଇନ୍ସ ପିଲାମାନଙ୍କ କଥା। ଆର୍ଟ୍ସ ପିଲାମାନଙ୍କ କଥା କହିବି, ଆପଣମାନେ କ'ଣ କରିବେ, ଯୋଉ ଆପଣଙ୍କର ସୋସିଆଲ ସାଇନ୍ସ ରହୁଛି ଆଉ ଇଂଲିଶ ରହୁଛି, ତା ଭିତରେ ମଧ୍ୟ ଆପଣଙ୍କର କିଛିଟା ସିମିଲାରିଟି ରହୁଛି। ତେଣୁ ତାକୁ ବି ଆପଣମାନେ କ'ଣ ସିମିଲାରିଟିଜ୍ ରହୁଛି ତାକୁ ସେପାରେଟ୍ କରିକି, ଯୋଉ ପାର୍ଟ ଆପଣଙ୍କର ସିମିଲାରିଟିଜ୍ ରହୁଛି ତାକୁ ପଢ଼ିବାର ଆବଶ୍ୟକତା ନାହିଁ। ଗୋଟେ ଜାଗାରେ ପଢ଼ିଦେବେ, ଆଉ ଗୋଟେ ଜାଗାରେ ଆପଣଙ୍କୁ ହେଲ୍ପ ହେଇଯିବ। ବୁଝିହେଲା? ଏଇ ଜିନିଷଟା ଆପଣମାନଙ୍କର ଗୋଟେ ଟ୍ରିକ୍ ପିଲାମାନେ, ଆକୁ ଆପଣମାନେ ୟୁଜ୍ କରିକି ଏକ୍ସାମରେ ବହୁତ ଭଲ ନମ୍ବର ସ୍କୋର କରିପାରିବେ। ସେକେଣ୍ଡ ଥିଙ୍ଗ, ଏତିକି ଜିନିଷ ଆପଣମାନେ ବୁଝି ଯାଇଥିବେ। ଦେନ୍ ମୁଁ ପିଲାମାନେ ଆପଣମାନଙ୍କୁ ଟିକେ କହିଦେଉଛି। ଦେନ୍ ପିଲାମାନେ ଆଉ କିଛି ଟ୍ରିକ୍ସ ମୁଁ ଆପଣମାନଙ୍କୁ କହିଦେଉଛି। ଫର ଏକ୍ସାମ୍ପଲ ପିଲାମାନେ ଆପଣମାନେ କ'ଣ କରିପାରିବେ ଦେଖନ୍ତୁ, ମାନେ ଆପଣଙ୍କର ପ୍ରତିଦିନ ଆପଣଙ୍କର ଦେଖନ୍ତୁ 15 ଦିନ ରହିଲା ନା ଟାଇମ୍ ଆପଣଙ୍କ ହାତରେ। ମାନେ 15 ଦିନରେ ଆପଣଙ୍କୁ କ'ଣ କରିବା ପାଇଁ ପଡ଼ିବ, ମନେକର ମୁଁ କ'ଣ କରିବି, 15 ଦିନ ଯାକ ଆପଣଙ୍କର ଯଦି ପ୍ରତ୍ୟେକ ଦିନ, ବୁଝିପାରିଲେ, ପ୍ରତ୍ୟେକ ଦିନ ମୁଁ ସିଡ୍ୟୁଲ୍ କରିଦେବି କି ମୁଁ ପ୍ରତ୍ୟେକ ଦିନ ଆପଣଙ୍କର ଗୋଟେ ଆପଣଙ୍କର କମ୍ପଲସରି ପେପର, ଯେମିତିକି ଫାଷ୍ଟ ଦିନ ମୁଁ ସିଡିପି ଧରିଲି ମନେକର, ତା ସହିତ ଗୋଟେ ଆପଣଙ୍କର ମେଥଡୋଲୋଜି ପେପର, ଫର ଏକ୍ସାମ୍ପଲ ମୁଁ କହିପାରିବି ସୋସିଆଲ ସାଇନ୍ସ ମୁଁ ପଢ଼ିଲି ମନେକର ଆର୍ଟ୍ସ ପିଲା। ସେକେଣ୍ଡ ଡେରେ ମୁଁ କ'ଣ କରିପାରିବି, ସେ ସିଡିପିର ଆପଣଙ୍କର ସେକେଣ୍ଡ ଚାପ୍ଟର କରିପାରିବି, ତା ସହିତ ମୁଁ ସୋସିଆଲ ସାଇନ୍ସ କିମ୍ବା ଆପଣଙ୍କର ଇଂଲିଶ କରିପାରିବି। ବୁଝିହେଲା? ତେଣୁ ଆପଣମାନେ କ'ଣ କରିବେ, ପ୍ରତ୍ୟେକ ଦିନ ପିଲାମାନେ ଆପଣମାନେ ଗୋଟେ ଆପଣଙ୍କର କମ୍ପଲସରି ପେପର, ଆଇସିଟି ତାପରେ ମୁଁ ଧରିବି, ଆଇସିଟି ତା ସହିତ ମୁଁ ପୁଣି ଥରେ ପିଲାମାନେ ସୋସିଆଲ ସାଇନ୍ସ କରିବି। ଯେତେବେଳେ ଆପଣଙ୍କର ମାନେ ଯୋଉ ଆପଣଙ୍କର ରହୁଛି କମ୍ପଲସରି ପେପର ଚାଲିବ ଏମିତି ଆପଣଙ୍କର କଣ୍ଟିନ୍ୟୁ ହେଇ ତ 15 ଦିନରେ ଯଦି ମୁଁ ପ୍ରତିଦିନ 2ଟା ଲେଖା କରୁଛି ପିଲାମାନେ, ମୋର 30ଟା ଲେଖା ୟୁନିଟ୍ ଆପଣଙ୍କର କମ୍ପ୍ଲିଟ୍ ହେବା କଥା। ବଟ୍ 25ଟା ୟୁନିଟ୍ ଆମର, ଆପଣମାନେ ଜାଣିଛନ୍ତି ଆମର 25ଟା ୟୁନିଟ୍। ତେଣୁ ଆହୁରି 5ଟା ଆପଣଙ୍କର 5 ଦିନ ଆପଣମାନେ ଗ୍ୟାପ୍ ପାଇଯିବେ। ଯୋଉ 5 ଦିନ ଆପଣମାନେ ଗ୍ୟାପ୍ ପାଇବେ, 5 ଦିନ ନୁହେଁ ମୁଁ କହିବିନି, ବଟ୍ ଆପଣମାନେ କିଛି ଦିନ ଆପଣମାନେ ଗ୍ୟାପ୍ ପାଇଯିବେ, ଯୋଉଠି ଆପଣମାନେ ରିଭିଜନ ମଧ୍ୟ କରିପାରିବେ। ବୁଝିପାରିଲେ? ତେଣୁ ଏଇଟା ହେଉଛି ଆପଣଙ୍କର ବେନିଫିଟ୍ସ। ଆପଣମାନେ ଚାହିଁକି ନିଜେ ଟାଇମ୍ ଟେବୁଲ୍, ମୁଁ ଜଷ୍ଟ ଗୋଟେ ଆପଣଙ୍କୁ ଡେମୋ କହିଦେଲି ପିଲାମାନେ, ଆକୁ ଆପଣମାନେ ନିଜ ହିସାବରେ ପ୍ରିପେୟାର କରିବେ। ମୁଁ ଆପଣମାନଙ୍କୁ ଜଷ୍ଟ ଗୋଟେ ଡେମୋ କହିଦେଲି କି କେମିତି 15 ଦିନରେ ଆପଣମାନେ 25ଟା ୟୁନିଟ୍କୁ ପିଲାମାନେ ବାସ୍ କଭର କରିବେ। ଆଉ କିଛି ଜିନିଷ ମନେ ରଖିଥିବେ ଯେ କିଛି ପିଲା ମୋତେ କ'ଣ କୁହନ୍ତି ଜାଣିଛନ୍ତି, ଯେ ସାର୍ ମୁଁ ଫାଷ୍ଟ ୟୁନିଟ୍ ଆଉ ସେକେଣ୍ଡ ୟୁନିଟ୍ରୁ ୟୁନିଟ୍ 1 ଆଉ ୟୁନିଟ୍ 2 ଏ ଦୁଇଟାରୁ କ'ଣ କରିଛି ନା, ଟୋଟାଲ 10ଟା 12ଟା ମୁଁ କ୍ୱେଶ୍ଚିନ୍ ଘୁଷ ଦେଇଛି। ତେଣୁ ଯାହା ଆସିବ ମୁଁ ଏଥିରୁ ଲେଖିଦେବି। ଆଉ ମୁଁ ଆପଣମାନଙ୍କୁ ସଜେଇ ଦେବି, ସେ ମୂର୍ଖାମି ପିଲାମାନେ କରିବେନି କେବେ ବି। କ'ଣ ପାଇଁ? ଆପଣମାନେ ସେଇ ଜାଗାରେ 10ଟା କରୁଛନ୍ତି, ମୋର କହିବା କଥା ଆପଣମାନେ ସେଇଠି ୟୁନିଟ୍, ମାନେ ସବୁ ୟୁନିଟ୍ରୁ ଆପଣମାନେ କ'ଣ କରିବେ, ଏଟଲିଷ୍ଟ ପିଲାମାନେ
ट्राए करेंगे कि दुईटा लेखा जदि भी आपण मैंने करके जाऊँच एटा लास्ट एंड मुझे कौन जब लास्ट मुमेंट आपण मैंने किसी पढ़ी ना बुझिपार जब दुईटा लेखा भी करके जाऊँच बास सब यूनिट को थरे थरे टच कर गले ना आपंकर एग्जाम जहाँ आसू से यूनिट रिलेटेड आपण मैंने पाइबे धारा पाइबे आपण मैंने लेखिदेजे मोर एटा ट्रस्ट अच्छी आम सेमती टाइप जोटा पढ़ी न था से यूनिट रू जैटा भी आम क्वेश्चन पढ़ी था ना रिलेट करके आम पे लिखिदे बुझीगला तेणु से भूल करेंगे प्रति यूनिट को पिला टच करेंगे यहीटा है प्रथम पॉइंट आपण मैंने माइंड रखिथे आउ पिला माने भूल करती तो मुझे आपण मानक सेटा कही दूची सचेतन कर दूची से जिनस करेनि आ प्रत्येक जिनस मेन जिनस आपंकर डायग्राम्स तो रडायग्राम्स पिला माने नीट एंड क्लीन करेंगे मीन्स डायग्राम जिते आप ना जदि सठिक भाव से जिनस सब जानी ताकू ही डायग्राम रे रिप्रेजेंट करेंगे ना मनकर मुझे जानी मुझे खाली डायग्राम खाता फुल चकर डायग्राम जहाँ ताहा करदेकी पलि जिमी तार किसी तालमेल नथिबो देन पिला माने सेठी कौन हम जी एग्जामिनर खाता देखियो ता आखिरे प्रथमे तो डायग्राम पड़ो डायग्राम जदि भूल थी पिला माने सी मत मार्क दब कि मो भितर जदि ठीक भी लगी सी मत मार्क दबनी तेणु जो आप डायग्राम्स कर एक्यूरेट करेंगे आ जोटा जानी ताकू करेंगे बुझीगला आउ सिलेक्शन क्वेश्चन रु पिला माने पचारती कि आपंकर जो सिलेक्शन क्वेश्चन से कौन बाजिब ना ना पिला न बाजिले कौन मुझे सिलेक्शन क्वेश्चन दौ था बुझीगला तेणु बाजिब से आपण मैंने टेंशन नुंतुनि जदि आपण मैंने पूरा होल सिलेबस कवर करने चाहते देन आपण मान सिलेबस माने सिलेक्शन क्वेश्चन नुह सिलेक्शन क्वेश्चन बर्तमान जो मान हाथ में टाइम ना से मैंने सिलेक्शन क्वेश्चन देखिए गले मिनिमम पिला माने 90% एभव पिला माने से माने स्कोर करेंगे एति मोर भरोसा और आशा बुझिपारे तेणु से आपण मैंने केवे माइंड डाउट रखुनि कि सर आसब कि नहीं आसब निश्चित भाव आसब ना आम एत पिला कौन दे था बुझीगला आउ नोट्स बोर्ड एका जहाँ दरकार थी आप व्हाट्सएप नंबर तले आसुव कंटाक्ट करेंगे बिंदास आपण मैंने नोट्स आपको मिनिमम प्राइस रे प्रोवाइड करा दिबो बट पिला माने गोटे रिक्वेस्ट जो मैंने सीरियसली नवा इंटरेस्टेड थे से ही कंटाक्ट करेंगे बहुत सारा पिला अच्छा जो मैंने कि ओनली क्वेरीज से मैंने मेसेज कर तो आम पाखे भी से समय ना कि आम आपण मैंने मेसेज को देखिकी रिप्लाई दे पारू आपण मान अनुरोध जदि सीरीयस मेसेज किसी थी निश्चित भाव कमेंट करिए मु टाइम पाइले आपण मानक निश्चित भाव रिप्लाई देवी बुझीगला तो एतिक जिनस आपण मानक ध्यान रखापी पड़ो टाइम मैनेजमेंट यही टाइप रे करने पड़ो एंड निजर हैंड प्रैक्टिस रखिए जहाद्वारा 3 घंटे आपण को कौन करने पड़ो पिला माने 3 घंटे पिला माने आपण मानक 32 पेज लिखापी पड़ो यहाँ एकयू पिला कथा कहूँ सेमती आपंकर एएनयू पिला 36 पेज बुझीगला आपंकर YVU पिला सेमती तेना एसबू जिनस टिके माइंड रे रखिए आ बेसी किसी ना आपंकर बिंदास रुहतु फ्री रे रुहतु पाठ हो स्मार्ट स्टडी आंध्र बीएड इज ऑल अबाउट स्मार्ट स्टडी बुझिपारे तेणु आराम से हम पिला माने किसी जदि प्रॉब्लम थी निश्चित भाव मत जनइबे ता सहित भिडियोटी आपको केमिति लगिला निश्चित भाव मत कमेंट सेक्शन रे जनइबे और निज सांग साथी जो मैंने भी एग्जाम देवाई जाइए से सहित यहाँ सेयार करेंगे पिला जहाद्वारा से इनफर्मेशन पाइपर एंड आम टेलीग्राम चैनल अच्छी जोटा जो मैंने भी जॉइन हो ना बर्तमान जाए जॉइन हो आपण मानक बहुत बहुत इनफर्मेशन एंड जहाँ भी नोटिफिकेशन आसो सर्वप्रथम से जगह ही मिल जाव बुझीगला तो पुणी गोटे नेक्स्ट वीडियो आप सहित देखा जय जगन्नाथ।